ନମସ୍କାର। ସୁସ୍ଥ ଜୀବନ ଓଡ଼ିଶାରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜିର ଭିଡ଼ିଓରେ ଆମେ ଗୁଜୁରାତି ଆଉ ଅଳେଇଚ ଭିତରେ ଗୋଟିଏ ତୁଳନାତ୍ମକ ବିଶ୍ଳେଷଣ କରିବା। କିଏ କେତେ ଉପକାରୀ, କୋଉଟା କେତେବେଳେ ଖାଇବ ଆଉ କାହାର ପ୍ରକୃତି କ'ଣ। ଆସନ୍ତୁ ଜାଣିବା ଗୁଜୁରାତି ବିଷୟରେ, ଯାହାକୁ ଗ୍ରୀନ୍ କାର୍ଡାମମ୍ କୁହାଯାଏ। ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଏହା ଲଘୁ, ରୁକ୍ଷ ବା ଶୁଷ୍କ, ମିଠା ଓ ରାଗ ଏବଂ ଶୀତଳ ପ୍ରକୃତିର, ଅର୍ଥାତ୍ ଶରୀର ଭିତରେ ଏହା ଶୀତଳତା ତିଆରି କରିଥାଏ। ତେଣୁ ମୁଖ୍ୟତଃ ପିତ୍ତ ରୋଗୀଙ୍କ ପାଇଁ ଏହା ସର୍ବୋତ୍କୃଷ୍ଟ। ଏହା ବାତ, ପିତ୍ତ ଓ କଫ ତିନୋଟି ଯାକକୁ ବାଲାନ୍ସ କରିଥାଏ। ପ୍ରତି 100 ଗ୍ରାମରେ 300 କ୍ୟାଲୋରି ଥାଏ, 6 ରୁ 7 ଗ୍ରାମ ଫ୍ୟାଟ୍ ଏବଂ 68 ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ। ଏବେ ଦେଖିବା ଅଳେଇଚ ବିଷୟରେ, ଯାହାକୁ ବ୍ଲାକ୍ କାର୍ଡାମମ୍ କୁହାଯାଏ, ଯାହା ଆକାରରେ ଗୁଜୁରାତିଠୁ ବଡ଼। ଅଳେଇଚ ରାଗ ଏବଂ ଗରମ ପ୍ରକୃତିର, ତେଣୁ ଏହାର କଫନାଶକ ଗୁଣ ରହିଛି। ପ୍ରତି 100 ଗ୍ରାମରେ 311 କ୍ୟାଲୋରି ଥାଏ ଏବଂ 28 ଗ୍ରାମ ଫାଇବର ଅଂଶ ଥାଏ। ଆସନ୍ତୁ ଦେଖିବା ଗୁଜୁରାତି ଖାଇବାର କେତେଗୁଡ଼ିଏ ଉପକାରିତା ବିଷୟରେ। ଏହା ଆମର ସ୍ନାୟୁତନ୍ତ୍ରକୁ ଆକ୍ଟିଭେଟ୍ କରେ, ତେଣୁ ଶାରୀରିକ ଦୁର୍ବଳତା ଦୂର କରେ। କାର୍ବୋହାଇଡ୍ରେଟ୍ ବା ଏନର୍ଜିକୁ ଯଥାସ୍ଥାନରେ ପହଞ୍ଚାଇବାରେ ସାହାଯ୍ୟ କରେ। ଛାତିରେ ଜମିଥିବା ପୁରୁଣା କଫ ବାହାର କରିଥାଏ। କଫ ଜନିତ ପରିସ୍ରା ଓ କିଡନୀ ସମସ୍ୟା ଦୂର କରିଥାଏ। ଏହାକୁ ଏକ ମୁଖବାସ ରୂପେ ବ୍ୟବହାର କରାଯାଇଥାଏ। ମୁହଁରେ ଯଦି କୌଣସି ଇନଫେକ୍ସନ ହେଉଛି, ଛାଲ ହେଉଛି ବା ଅଲସର ହେଉଛି, ଆପଣଙ୍କ ଲାଳ ଯଦି ଖଟା, ଜିଭ ଉପରେ ଧଳା ବା ହଳଦିଆର ସ୍ତର ଜମି ରହୁଛି, ଦାନ୍ତ ପୋକ ଲାଗୁଛି ଏବଂ ପେଟରେ କୃମି ହେଉଛି, ଏ ସମସ୍ତ ସମସ୍ୟା ଗୁଜୁରାତି ସେବନ ଦ୍ୱାରା ଦୂର ହୋଇଥାଏ। ଏହାଛଡ଼ା ଯେଉଁମାନଙ୍କର ମନ୍ଦାଗ୍ନି ବା ଅଗ୍ନିମାନ୍ଦ୍ୟ ସମସ୍ୟା ହୋଇଥାଏ, କମ୍ ଭୋକ ଲାଗିଥାଏ, ବାହାର ଆଜେବାଜେ ଖାଇବା ଦ୍ୱାରା ଭୋକ ମରିଯାଇଥାଏ, ସେମାନଙ୍କର ଏହି ସମସ୍ୟାକୁ ମଧ୍ୟ ଗୁଜୁରାତି ଦୂର କରିଥାଏ। ମୁଖ ଓ ଝାଳର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରିଥାଏ। ଶରୀରର କଫ ଦୋଷକୁ ନାଶ କରି ସମ୍ପୂର୍ଣ୍ଣ ରୂପେ ଶରୀରକୁ ଶୁଦ୍ଧ କରିଥାଏ। ପାଇରିଆ, ଲ୍ୟୁକୋରିଆ, ରକ୍ତସ୍ରାବ ଆଦି ପିତ୍ତଜନିତ ବିକାର, ଯାହାକି ଶରୀରରେ ଅତିରିକ୍ତ ଗରମ ପ୍ରସ୍ତୁତି ଦ୍ୱାରା ହୋଇଥାଏ, ଏସବୁକୁ ଗୁଜୁରାତି ଦୂର କରିଥାଏ। ଯେଉଁମାନଙ୍କୁ ବାରମ୍ବାର ଶୋଷ ଲାଗୁଛି, ଯେତେ ପାଣି ପିଇଲେ ବି ଶୋଷ ମେଣ୍ଟୁ ନାହିଁ, ସେମାନେ ଗୁଜୁରାତି ଚୋବାଇ ଅଳ୍ପ ଟିକେ ପାଣି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ। ଗାଡ଼ିରେ ଯିବାବେଳେ ଯେଉଁମାନଙ୍କର ମୋସନ ସିକନେସ୍ ରହୁଛି, ବାନ୍ତି ହେଉଛି, ମୁଣ୍ଡ ବୁଲାଉଛି, ସେମାନେ ମଧ୍ୟ ଗୁଜୁରାତି ଚୋବେଇ ଖାଇପାରିବେ। ଏବେ ଦେଖିବା ଅଳେଇଚର ଉପକାରିତା। ଶରୀରର ଅତ୍ୟଧିକ ଜମିଥିବା ପାଣି ନିଷ୍କାସନ କରିବାରେ ଏହା ସାହାଯ୍ୟ କରିଥାଏ। ଯେଉଁମାନଙ୍କର ଗୋଡ଼ ଫୁଲି ଯାଉଛି, ପାଣି ଅଧିକା ଜମୁଛି, ଲିଭର ହେଉ, କିଡନୀ ହେଉ ବା ପେଟରେ ଅନ୍ୟ କୌଣସି ଜାଗାରେ ହେଉ, ଯଦି ପାଣି ଜମିଯିବା ଯୋଗୁଁ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ହେଉଛି, ତେବେ ଅଳେଇଚ ସେବନ ଦ୍ୱାରା ଏହା ସେ ପାଣିକୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ। ଡାଇବେଟିସ୍ ରୋଗୀଙ୍କ ପାଇଁ ଅଳେଇଚ ବହୁତ ଭଲ। ଅଳେଇଚର ଆୟୁର୍ବେଦୀୟ ଔଷଧୀୟ ଗୁଣ ଗୁଜୁରାତି ଅପେକ୍ଷା ଯଥେଷ୍ଟ ଅଧିକ। ଆସ୍ଥମା ଓ ଶ୍ୱାସ ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ। ଏଥିରେ ଡିଆଇଏମ୍ ଓ ଏଣ୍ଡୋଲ-3 କାର୍ବିନୋଲ ଥିବାରୁ ଆଣ୍ଟି କ୍ୟାନ୍ସର ଗୁଣ ଏହାର ରହିଛି। ଏହାଛଡ଼ା ଜଏଣ୍ଟ ପେନ୍ ଓ ବିଭିନ୍ନ ଜାଗାରେ ଇନଫେକ୍ସନ, ବ୍ୟାକ୍ଟେରିଆଲ ଇନଫେକ୍ସନ ଇତ୍ୟାଦିକୁ ଠିକ୍ କରିବାରେ ଅଳେଇଚ ସାହାଯ୍ୟ କରିଥାଏ। ପେଟରେ ବାରମ୍ବାର ଯେଉଁମାନଙ୍କର ଗ୍ୟାସ୍ ହେଉଛି, ସେମାନେ 8 ରୁ 10ଟି ଅଳେଇଚ ଦାନା ଉଷୁମ ପାଣି ସହ ସକାଳେ ସେବନ କରିବେ। ଏହାଛଡ଼ା ଉଭୟ ଗୁଜୁରାତି ଏବଂ ଅଳେଇଚର ସେବନ ନପୁଂସକତା ଭଳି ସମସ୍ୟା ଦୂର କରିଥାଏ। ଅଳେଇଚ ଖାଇବା ଦ୍ୱାରା ନିଦ୍ରାହୀନତା ଜନିତ ସମସ୍ୟା ଦୂର ହୁଏ। ବାରମ୍ବାର ଯେଉଁମାନଙ୍କର ବ୍ରଣ ହେଉଛି, ସେ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏହାଛଡ଼ା ଟିକେ ଟିକେ ପାଗ ବଦଳିବା ଦ୍ୱାରା ଯେଉଁମାନଙ୍କର ମୁଣ୍ଡ ବ୍ୟଥା ହୋଇଥାଏ, ସେମାନେ ମଧ୍ୟ ଅଳେଇଚ ଖାଇବା ଦ୍ୱାରା
ମୁଣ୍ଡବଥା ସମସ୍ୟା ଦୂର ହୋଇଥାଏ। ବାରମ୍ବାର ଯଦି ହାକୁଟି ହେଉଛି ତାହେଲେ ମଧ୍ୟ ଅଳେଇଚ ଖାଇଲେ ସେ ହାକୁଟି ସମସ୍ୟା ଦୂର ହୋଇଥାଏ। ହଇଜା ଜନିତ ଝାଡ଼ା ବାନ୍ତି ଇତ୍ୟାଦିରୁ ରକ୍ଷା ପାଇବା ପାଇଁ ମିଶ୍ରି ସହିତ ଅଳେଇଚ ସେବନ ଲାଭଦାୟକ ହୋଇଥାଏ। ଯେକୌଣସି ପ୍ରକାର ଜ୍ୱର ହେଲେ ଅଳେଇଚ ଗୁଣ୍ଡ ସହିତ ମିଶ୍ରି ଦିନକୁ 3-4 ଥର ଖାଇଲେ ଦେହର ଅତିରିକ୍ତ ଗରମ ପରିସ୍ରା ଆକାରରେ ବାହାରି ଯାଇଥାଏ। ଦର୍ଶକ ବନ୍ଧୁ, ଏ ଥିଲା ଗୁଜୁରାତି ଏବଂ ଅଳେଇଚର ଉପକାରିତା ବିଷୟରେ ଗୋଟିଏ ଛୋଟିଆ ବିଶ୍ଳେଷଣ। ମନେ ରଖନ୍ତୁ, ଗୁଜୁରାତି ଶୀତଳ ପ୍ରକୃତିର ହୋଇଥିବାରୁ ଯେଉଁମାନଙ୍କ ଶରୀର କଫ ସମସ୍ୟା ଅଧିକ ଥାଏ ବା ପିତ୍ତ ସମସ୍ୟା ଅଧିକ ଥାଏ ସେମାନେ ଗୁଜୁରାତିର ସେବନ ନିଶ୍ଚିନ୍ତ ଭାବରେ କରିପାରିବେ। ଆପଣମାନେ ଗୁଜୁରାତିକୁ ମୁଖ୍ୟତଃ ଖରାଦିନେ ସେବନ କରିପାରିବେ ବା ଦ୍ୱିପହର ସମୟରେ ଖାଇଲେ ଭଲ। କିନ୍ତୁ ଏହାର ବିପରୀତ ଅଳେଇଚ ଗରମ ପ୍ରକୃତିର ହୋଇଥିବାରୁ ପିତ୍ତ ସମସ୍ୟା ଥିବା ବ୍ୟକ୍ତି ୟାକୁ ଆଭଏଡ୍ କଲେ ଭଲ। ଅଳେଇଚକୁ ଆପଣମାନେ ମୁଖ୍ୟତଃ ସକାଳେ କିମ୍ବା ଶୀତ ଦିନରେ ବା ଶୀତ ପ୍ରଧାନ ଦେଶରେ ଥିବା ବ୍ୟକ୍ତିମାନେ ଏହାକୁ ସେବନ କରିପାରିବେ ଓ ଏହାର ଲାଭ ଉଠାଇ ପାରିବେ। ଗୁଜୁରାତିକୁ ଆପଣମାନେ ବିଭିନ୍ନ ପ୍ରକାରର ମିଠା, ଚାହା, ଫଳ ଜୁସ୍, କ୍ଷୀର, ଘିଅ, ଅଁଳା ରସ, ମହୁ, ପାନ ଓ ସାଦା ପାଣି ସହିତ ମିଶାଇ ଖାଇଲେ ଖାଦ୍ୟର ଗୁଣ ଶରୀରରେ ଲାଗିଥାଏ। ଦୈନିକ ଅଧାରୁ 1 ଗ୍ରାମ ପର୍ଯ୍ୟନ୍ତ ଗୁଜୁରାତି ଖାଇବା ଉଚିତ। ଅଳେଇଚକୁ ଦୈନିକ 1ରୁ 3 ଗ୍ରାମ ଆପଣମାନେ ଖାଇପାରିବେ। ଯେଉଁମାନଙ୍କର ପିତ୍ତାଶୟ ପଥରି ହୋଇଛି ସେହି ରୋଗୀମାନେ ଅଳେଇଚ ଖାଇବେ ନାହିଁ। ଏଗୁଡ଼ିକର ଲଗାତାର ସେବନ କରିବା ପୂର୍ବରୁ ଆପଣମାନେ ଆୟୁର୍ବେଦୀୟ ଚିକିତ୍ସକଙ୍କର ପରାମର୍ଶ ନେବା ଉଚିତ। ଆଶା କରୁଛି ଭିଡ଼ିଓରେ ଦେଇଥିବା ଇନଫର୍ମେସନ୍ ନିଶ୍ଚିନ୍ତ ଭାବରେ ଆପଣଙ୍କର କାମରେ ଆସିବ।